कात्यायनी महामाये महायोगिन्यधीश्वरी नन्दगोपसुतं देवी पतिं मे कुरुते नमः। भगवान् पिता रात्रिः शरदोत्फुल्लमल्लिकाः विक्षरन्तुं मनश्चक्रे जोगमायामुपाश्रितः। वस्त्रहरण समय भगवान गोपी मानू जो सब रात्रि विषय संकेत देते आज से रात्रि भगवान आज इच्छा करिसंती राहस करने बजाई बंशी धाई आसी गोपी माने। आसतु श्रवण करवा कौन है भगवान किपरि अंतर्ध्यान होइछंती गोपी माने तांका विरह रे किपरि गाइछंती एही गोपिका गीत। गोप्योच्चोः जयति तेऽधिकं जन्मना व्रज श्रयत इन्दिरा शश्वदत्र हि दयितदृश्यता दीक्षुताबका स्तोयि धृतांसव स्त्वां विचिन्नते। श्री कृष्ण का विरह रे गोपी माने एई विरह गीत गाइले। हे प्रियतम तुमे जन्म हेबारु ब्रजर महिमा वैकुंठादि लोकर महिमा ठारू भी अधिक होइगला। सेथिपाई तो सौंदर्य और लावण्यर देवी लक्ष्मी निजर निवास स्थान वैकुंठ छाड़ी देई एठारे निरंतर निवास करुछंती। किंतु हे प्रियतम देखिल तुमर जो गोपी माने तुमरी चरण रे ही निजर प्राण समर्पण कर देइछंती सेमाने किपरि आज वन वन बुली तुमको खोजुछंती। शरदुदासये साधु जात सरसी जदर श्रीमृषा दृशा सुरतनाथ ते शुक्लदासिका वरद निघ्नत नेह किंबध। हे आमर प्रियतम आमे तो तुमर बिना मूल्यर किना चाकरानी। शरत ऋतुर पुष्करिणी रे जो सुंदर पद्मफूल फुटे तार कर्णिका केड़े सुंदर नुहे सते। तुमर नेत्र तो ताठारु भी अधिक सुंदर। सेही नेत्ररूपी कटोरी रे तुमे आमको चोट मारी आहत कर देइछ। हे प्राणेश्वर कौन खाली अस्त्र रे बद्ध करने को हत्या बोली कह जाए नेत्र रे मारी देवाटा कौन हत्या नुहे। विष जलाप्यया व्याल राक्षसा दोष मारुता वैद्युतानला वृषमयात्मजा विश्वतो भया दृषभते वयं रक्षितामुः। हे पुरुष शिरोमणि तुमे तो जमुनार विषाक्त जल हेतु घटिबाकु थिबा मृत्युरु अजगर रूपी अघासुर कबलरू इंद्रंक वर्षा कबलरू बिजुली और झड़रू दावानलरू षंढासुर और ब्रह्मासुर आदि दाउरू एवं विभिन्न समय रे विभिन्न प्रकार भयरू आमको बारंबार रक्षा करिछ। नखलु गोपिका नंदन भवा नखिल देहिनाम अंतरात्मदृक् विखन साथित विश्वगुप्तये
ସଖ ଉଦେଇବାନ୍ ସାତୋତାଙ୍କୁଳେ। ତୁମେ ତ କେବଳ ଯଶୋଦାନନ୍ଦନ ନୁହଁ, ତୁମେ ହେଉଛ ସମସ୍ତ ଦେହଧାରୀଙ୍କ ହୃଦୟ ନିବାସୀ ସାକ୍ଷୀ ଓ ଅନ୍ତର୍ଯ୍ୟାମୀ। ହେ ସଖା, ବ୍ରହ୍ମାଙ୍କ ପ୍ରାର୍ଥନା ଶୁଣି ବିଶ୍ୱକୁ ରକ୍ଷା କରିବା ନିମନ୍ତେ ହିଁ ତୁମେ ଯଦୁବଂଶରେ ଅବତୀର୍ଣ୍ଣ ହୋଇଛ। ବିରଚିତା ଭୟଂ ବୃଷ୍ଣିଧୂର୍ୟତେ ଚରଣମିଉଷାଂ ସଂଶ୍ରୁତେର୍ଭୟାତ୍। କରସରୋରୁହଂ କାନ୍ତକାମୋଦଂ ଶିରସି ଧେୟିନ ଶ୍ରୀକରଗ୍ରହଂ। ନିଜ ପ୍ରେମୀଜନଙ୍କର ଅଭିଳାଷ ପୂର୍ଣ୍ଣକାରୀମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ହେ ଯଦୁପତି, ଯେଉଁମାନେ ଜନ୍ମ ମୃତ୍ୟୁରୂପୀ ସଂସାର ଚକ୍ରକୁ ଡରି ତୁମ ଚରଣରେ ଶରଣ ଗ୍ରହଣ କରନ୍ତି, ତୁମର କରକମଳର ଛତ୍ରଛାୟା ସେମାନଙ୍କୁ ଅଭୟ କରିଦିଏ। ହେ ପ୍ରିୟତମ, ଯେଉଁ କରକମଳରେ ତୁମେ ଲକ୍ଷ୍ମୀଙ୍କ ହାତ ଧରିଛ, ସମସ୍ତଙ୍କର ଅଭିଳାଷ ପୂରଣକାରୀ ତୁମର ସେହି କରକମଳ ଆମ ମଥା ଉପରେ ରଖିଦିଅ। ବ୍ରଜଜନାର୍ତ୍ତିହନ୍ ବିରଜୋଷିତାଂ ନିଜଜନ ସ୍ମୟ ଧ୍ୱଂସନ ସ୍ମିତ। ଭଜ ସଖେ ଭବତ୍ କିଙ୍କରୀ ସ୍ମନ ଜଳରୁହାନନଂ ଚାରୁଦର୍ଶୟ। ବ୍ରଜବାସୀମାନଙ୍କର ଦୁଃଖ ଦୂରକାରୀ ହେ ବୀର ଶିରୋମଣି, ହେ ଶ୍ୟାମ ସୁନ୍ଦର, ତୁମର ମନ୍ଦ ମୃଦୁହାସର ଗୋଟିଏ ମାତ୍ର ଉଜ୍ଜ୍ୱଳ ରେଖା ତୁମ ପ୍ରେମୀଜନମାନଙ୍କର ସମସ୍ତ ମାନ ମଦ ଚୂର୍ଣ୍ଣ କରିଦେବାକୁ ଯଥେଷ୍ଟ। ହେ ପ୍ରିୟ ସଖା, ଆମ ଉପରେ ବିରକ୍ତ ହୁଅ ନାହିଁ, ଆମକୁ ପ୍ରେମ କର, ଆମେ ତୁମର ଦାସୀ। ଆମେ ନିଜକୁ ତୁମ ଚରଣରେ ଉତ୍ସର୍ଗ କରିଦେଇଛୁ। ଆମେ ସବୁ ଅବଳାମାନଙ୍କୁ ତୁମର ସେହି ପରମ ସୁନ୍ଦର ଶ୍ୟାମଳ ମୁଖକମଳ ଟିକିଏ ଦେଖାଅ ନାଥ। ପ୍ରଣତ ଦେହିନାଂ ପାପକର୍ଷଣଂ ତୃଣଚରାନୁଗଂ ଶ୍ରୀନିକେତନଂ ଫଣିଫଣାର୍ପିତଂ ତେ ପଦାମ୍ବୁଜଂ କୃଣୁକୁଚେଷୁନ କୃନ୍ଧିରୁଚ୍ଛୟଂ। ତୁମ ଚରଣ କମଳ ଶରଣାଗତ ପ୍ରାଣୀମାନଙ୍କର ସକଳ ପାପ ନଷ୍ଟ କରିଦିଏ। ସେ ଦୁଇଟି ହେଉଛି ସମସ୍ତ ସୌନ୍ଦର୍ଯ୍ୟ ମାଧୁର୍ଯ୍ୟର ଖଣି ଏବଂ ସ୍ୱୟଂ ଲକ୍ଷ୍ମୀ ସେ ଦୁଇଟିର ସେବା କରିଥାନ୍ତି। ତୁମେ ସେହି ଚରଣର ଆମ ବତ୍ସାମାନଙ୍କ ପଛେ ପଛେ ଚାଲିଥାଅ ଏବଂ ଆମର ମଙ୍ଗଳ ନିମନ୍ତେ ସେହି ଚରଣ ଦୁଇଟିକୁ ତୁମେ ସର୍ପଫଣା ଉପରେ ରଖିଦେବାକୁ ମଧ୍ୟ ସଂକୋଚ କରିନାହ। ଆମର ହୃଦୟ ତୁମ ବିରହ ବ୍ୟଥାର ଅଗ୍ନିରେ ଜଳୁଛି। ତୁମ ସହିତ ମିଳନର ଆକାଂକ୍ଷା ଜ୍ୱାଳା ଆମକୁ ଦଗ୍ଧ କରିଦେଉଛି। ତୁମେ ତୁମର ସେହି ପାଦ ଦୁଇଟି ଆମ ବକ୍ଷରେ ରଖିଦେଇ ଆମ ହୃଦୟର ଜ୍ୱାଳା ଶାନ୍ତ କରିଦିଅ। ମଥୁରୟା ଗିରା ବଲ୍ଗୁବାକ୍ୟୟା ବୁଦ୍ଧମନୋଜ୍ଞୟା ପୁଷ୍କରେ କ୍ଷଣ ବିଧି କରି ରିମା ବୀରମୋହ୍ୟତୈ ରଧର ସିଧୁନା ପ୍ୟାୟୟସ୍ୱନ। ହେ ପଦ୍ମଲୋଚନ, ତୁମର ବାଣୀ କେଡ଼େ ମଧୁର ନୁହେଁ ସତେ? ତାର ଗୋଟିଏ ଗୋଟିଏ ପଦ, ଗୋଟିଏ ଗୋଟିଏ ଶବ୍ଦ
ଗୋଟିଏ ଗୋଟିଏ ଅକ୍ଷର ମଧ୍ୟ ଅତ୍ୟନ୍ତ ମଧୁର। ବଡ଼ ବଡ଼ ବିଦ୍ୱାନମାନେ ବି ସେଥିରେ ମଜି ଯାଆନ୍ତି, ତା ପାଖରେ ନିଜର ସର୍ବସ୍ୱ ଉତ୍ସର୍ଗ କରିଦିଅନ୍ତି। ତୁମର ସେହି ବାଣୀର ରସାସ୍ୱାଦନ କରି ତୁମର ଏହି ଆଜ୍ଞାକାରିଣୀ ଗୋପୀମାନେ ବିମୋହିତ ହୋଇଯାଉଛନ୍ତି। ହେ ଦାନବୀର, ଏଥର ତୁମେ ଦିବ୍ୟ ଅମୃତଠାରୁ ମଧ୍ୟ ଅଧିକ ମଧୁର ହୋଇଥିବା ତୁମର ଅଧର ରସ ପିଆଇ ଆମକୁ ଜୀବନ ଦାନ କର, ପରିତୃପ୍ତ କର ଆମକୁ। ତବ କଥାମୃତଂ ତପ୍ତ ଜୀବନଂ କବିଭିରୀଡ଼ିତଂ କଳ୍ମଷାପହଂ ଶ୍ରବଣମଙ୍ଗଳଂ ଶ୍ରୀମଦାତତଂ ଭୁବି ଗୃଣନ୍ତି ତେ ଭୂରିଦା ଜନା। ତୁମର ଲୀଳା କଥା ମଧ୍ୟ ଅମୃତ ସ୍ୱରୂପ। ବିରହରେ ବ୍ୟଥିତ ହେଉଥିବା ଲୋକଙ୍କ ନିମନ୍ତେ ତାହା ଜୀବନ ସର୍ବସ୍ୱ। ବଡ଼ ବଡ଼ ଜ୍ଞାନୀ ମହାତ୍ମାଗଣ ଭକ୍ତ କବିଗଣ ତାହା ଗାନ କରିଛନ୍ତି। ତୁମର ଲୀଳାଗାନ ସକଳ ପାପତାପ ହରଣ କରେ। ତା ସହିତ ତାହା ଶ୍ରବଣ ମାତ୍ରକେ ପରମ ମଙ୍ଗଳ ବା ପରମ କଲ୍ୟାଣ କରେ। ସେହି ଲୀଳା ପରମ ସୁନ୍ଦର, ପରମ ମଧୁର ଓ ସର୍ବତ୍ର ପରିବ୍ୟାପ୍ତ ମଧ୍ୟ। ଯେଉଁମାନେ ତୁମର ସେହି ଲୀଳା ଗାନ କରନ୍ତି, ସତରେ ଭୂଲୋକରେ ସେହିମାନେ ହିଁ ସବୁଠାରୁ ବଡ଼ ଦାତା। ପ୍ରହସିତଂ ପ୍ରିୟ ପ୍ରେମ ବୀକ୍ଷଣଂ ବିହରଣଂ ଚ ତେ ଧ୍ୟାନମଙ୍ଗଳଂ ରହସି ସଂବିଦ ୟା ହୃଦି ସ୍ପୃଶ କୁହକନ ମନ କ୍ଷଭୟନ୍ତି। ହେ ପ୍ରିୟ, ଦିନ ଥିଲା ଯେତେବେଳେ କି ତୁମର ପ୍ରେମଭରା ହସ ଓ କଟାକ୍ଷ ତଥା ତୁମର ନାନା ପ୍ରକାର କ୍ରୀଡ଼ାକୁ ଧ୍ୟାନ କରି କରି ଆମେ ଆନନ୍ଦରେ ମଗ୍ନ ହୋଇଯାଉଥିଲୁ। ସେ ସବୁକୁ ଧ୍ୟାନ କରିବାଟା ପରମ ମଙ୍ଗଳକର ମଧ୍ୟ। ତାପରେ ତୁମ ସଙ୍ଗେ ଆମର ମିଳନ ହେଲା। ତୁମେ ଏକାନ୍ତରେ ଆମ ସହିତ ଯେଉଁ ସବୁ ହୃଦୟ ସ୍ପର୍ଶୀ ହାସ ପରିହାସ ଓ ପ୍ରେମାଳାପ କଲ, ହେ କପଟିଆ ବନ୍ଧୁ, ବର୍ତ୍ତମାନ ସେସବୁ ମନେ ପଡ଼ି ଆମ ମନକୁ ବିକ୍ଷୁବ୍ଧ କରିଦେଉଛି। ଚଳସି ଯଦ୍ବ୍ରଜା ଚାରୟନ୍ ପଶୁନ୍ ନଳିନ ସୁନ୍ଦରଂ ନାଥ ତେ ପଦଂ ଶିଳତୃଣାଙ୍କୁରୈ ସିଦତି ତିନ କଲିଳତାଂ ମନ କାନ୍ତ ଗଚ୍ଛତି। ହେ ଆମର ପ୍ରିୟ ସ୍ୱାମୀ, ତୁମର ଚରଣ ତ କମଳ ଠାରୁ ମଧ୍ୟ ଅଧିକ କୋମଳ ଓ ସୁନ୍ଦର। ତୁମେ ଗାଈ ଚରାଇବା ଲାଗି ବ୍ରଜରୁ ବନକୁ ଚାଲିଗଲେ ତୁମର ଚରଣ ଯୁଗଳରେ କାଳେ ଗୋଡ଼ି ପଥର ବାଜିଯିବ, କିମ୍ବା କୁଶର କଣ୍ଟାଖୁଞ୍ଚ ପଶିଯିବ, କିମ୍ବା ଟାଁସିଆ ଘାସରେ ତୁମ ଗୋଡ଼ କାଟି ହୋଇଯିବ। ଏହା ଭାବି ଆମ ମନ ଉଦ୍ବିଗ୍ନ ହୋଇପଡ଼େ। ତାହା ଭାବି ଆମେ ଦୁଃଖରେ କାତର ହୋଇଯାଉ। ଦିନ ପରୀକ୍ଷୟେ ନୀଳକୁନ୍ତଳେ ବନରୁହାନନଂ ବିଭ୍ରଦାବୃତଂ ଘନରଜସ୍ୱଳ ଦର୍ଶୟନ୍ମୁହୁ मनसि न स्मरन् ବିରୟଚ୍ଛସି। ସନ୍ଧ୍ୟାରେ ତୁମେ ଘରକୁ ଫେରିଲା ବେଳେ ଆମେ ଦେଖୁ ତୁମ ମୁଖପଦ୍ମ ଉପରେ ପରସ୍ତେ ଗୋଧୂଳି ଜମି ଯାଇଛି ଏବଂ ତା ଉପରେ କଳା କଳା ଚୂର୍ଣ୍ଣ କୁନ୍ତଳ ଝୁଲୁଛି। ହେ ବୀର ପ୍ରିୟତମ,
ତୁମେ ତୁମର ସେହି ସୌନ୍ଦର୍ଯ୍ୟ ଦେଖାଇ ଦେଖାଇ ଆମ ହୃଦୟରେ ମିଳନର ଆକାଂକ୍ଷା ବା ପ୍ରେମ ଉତ୍ପନ୍ନ କରିଦେଇଥାଅ। ପ୍ରଣତ କାମଦଂ ପଦ୍ମଜାର୍ଚିତଂ ଧରଣୀ ମଣ୍ଡନଂ ध्येयमापदे ଚରଣ ପଙ୍କଜଂ ସନ୍ତମଞ୍ଚତେ ରମଣନସ୍ତନେ ସର୍ପୟାଧିହନ୍। ହେ ପ୍ରିୟତମ, କେବଳ ତୁମେ ହିଁ ଆମର ସକଳ ଦୁଃଖ ଦୂର କରିପାରିବ। ତୁମର ଚରଣ କମଳ ଶରଣାଗତ ଭକ୍ତମାନଙ୍କର ସକଳ ଅଭିଳାଷ ପୂର୍ଣ୍ଣ କରିଥାଏ। ସ୍ୱୟଂ ଲକ୍ଷ୍ମୀ ସେହି ଚରଣ କମଳ ଦୁଇଟିର ସେବା କରନ୍ତି ଏବଂ ସେ ଦୁଇଟି ତ ହେଉଛି ପୃଥିବୀର ଭୂଷଣ। ବିପଦ ସମୟରେ କେବଳ ସେହି ଚରଣ ଯୁଗଳକୁ ସ୍ମରଣ କରିବା ଉଚିତ। ତାହା କଲେ ସକଳ ବିପତ୍ତି କଟିଯାଏ। ହେ କୁଞ୍ଜ ବିହାରୀ, ତୁମେ ତୁମର ସେହି କଲ୍ୟାଣ ସ୍ୱରୂପ ଚରଣ କମଳ ଆମ ବକ୍ଷସ୍ଥଳରେ ରଖିଦେଇ ଆମ ହୃଦୟର ବ୍ୟଥା ଶାନ୍ତ କରିଦିଅ। ଆମ ହୃଦୟର ବ୍ୟଥା ଶାନ୍ତ କରିଦିଅ। ସୁରତବର୍ଦ୍ଧନଂ ଶୋକନାଶନଂ ସ୍ୱରିତବେଣୁନା ସୁଷ୍ଠୁଚୁମ୍ବିତଂ ଇତର ରାଗବି ସ୍ମାରଣଂ ନୃଣାଂ ବିତର ବୀରନ ସ୍ତେଧରାମୃତମ୍। ହେ ବୀର ଶିରୋମଣି, ତୁମର ଅଧରାମୃତ ମିଳନର ଆକାଂକ୍ଷାକୁ ଆହୁରି ବଢ଼ାଇ ଦିଏ। ତାହା ବିରହ ଜନିତ ସମସ୍ତ ଶୋକ ସନ୍ତାପ ଦୂର କରିଦିଏ। ତୁମର ମଧୁର ବଂଶିତ ଅତି ସୁନ୍ଦର ଭାବରେ ସେହି ଅଧରାମୃତକୁ ପାନ କରେ। ଯେଉଁମାନେ ଥରଟିଏ ସେହି ଅଧରାମୃତ ପାନ କରିଛନ୍ତି ସେମାନଙ୍କୁ ଅନ୍ୟ ସବୁ ବିଷୟାସକ୍ତି ଆଦୌ ମନେ ପଡ଼ିବ ନାହିଁ। ଆମ୍ଭମାନଙ୍କୁ ସେହି ଅଧରାମୃତ ବିତରଣ କର, ଆମକୁ ଟିକିଏ ତାହା ପିଆଅ। ଅଟତି ୟଦ୍ଭବା ନହ୍ନି କାନନଂ ତ୍ରୁଟି ଯୁଗାୟତେ ତ୍ୱାମୁପଶ୍ୟତା କୁଟିଳ କୁନ୍ତଳଂ ଶ୍ରୀମୁଖଂ চ তে জড়োদীক্ষতা ପକ୍ଷ୍ମକୃଦୃଶାମ୍। ହେ ପ୍ରିୟ, ଦିନବେଳେ ତୁମେ ବନବିହାର କରିବାକୁ ଚାଲିଯିବା ପରେ ତୁମକୁ ଦେଖିବାକୁ ନ ପାଇ ଆମକୁ ଗୋଟିଏ ଗୋଟିଏ କ୍ଷଣ ଗୋଟିଏ ଗୋଟିଏ ଯୁଗ ପରି ଲାଗେ। କିନ୍ତୁ ତୁମେ ଯେତେବେଳେ ସନ୍ଧ୍ୟା ହେଲେ ଗାଈ ଗୋଠ ନେଇ ଫେର, ସେତେବେଳେ ତୁମର ଚୂର୍ଣ୍ଣ କୁନ୍ତଳରେ ଶୋଭିତ ପରମ ସୁନ୍ଦର ମୁଖାରବିନ୍ଦ ଦେଖିଦେଲେ ଆଉ ଆଖିରେ ପଲକ ପକାଇବାକୁ ବି ଇଚ୍ଛା ହୁଏ ନାହିଁ ଏବଂ ମନେ ହୁଏ ଆଖିର ପତା ତିଆରି କରିଥିବା ବିଧାତା ଜଣେ ନିତ୍ୟାନ୍ତ ମୂର୍ଖ। ପତିସୁତାନୟ ଭ୍ରାତୃବାନ୍ଧବା ନତି ବିଲଙ୍ଘ୍ୟତେ ତ୍ୟଚ୍ୟୁତା ଗତା ଗତିବିଦସ୍ତବৎ ଗୀତମୋহিতা কীতবযোষিত কস্ত্যজে নিশি। হে প্রিয় শ্যাম সুন্দর, ଆମେ ନିଜର ପତି ପୁତ୍ର ଭାଇ ବନ୍ଧୁ ଓ କୁଳ ପରିବାର ତ୍ୟାଗ କରି ସେମାନଙ୍କର ଇଚ୍ଛା ଓ ଆଜ୍ଞା ଉଲ୍ଲଙ୍ଘନ କରି ତୁମ ପାଖକୁ ଚାଲି ଆସିଛୁ। ଆମେ ତୁମର ସବୁ ଗତିବିଧି ଜାଣିଛୁ, ତୁମର ସବୁ ଠାର ବୁଝିପାରୁଛୁ। ତେଣୁ ତୁମର ବଂଶୀସ୍ୱନର ଉଦ୍ଦେଶ୍ୟ ବୁଝିପାରି ସେଥିରେ ମୋହିତ ହୋଇ ଏଠାକୁ ପଳାଇ ଆସିଛୁ। ହେ କପଟୀ ନାଗର,
ଏପରି ସୁନ୍ଦର ରାତିରେ ପାଖକୁ ଆସିଥିବା ଆମ୍ଭମାନଙ୍କୁ କେବଳ ତୁମ ଛଡ଼ା ଆଉ କିଏ ଛାଡ଼ି ଦିଅନ୍ତା ଯେ? ରହସି ସମ୍ବିଦାମ୍ ହୃଚ୍ଛୟଦୟମ୍ ପ୍ରହସିତାନନମ୍ ପ୍ରେମ ବୀକ୍ଷଣମ୍ ବୃହଦୁରଶ୍ରିୟ ବୀକ୍ଷଧାମତେ ମୁରତି ସ୍ପୃହା ମୁହ୍ୟତେ ମନ। ହେ ପ୍ରିୟତମ, ତୁମେ ଆମ ସହିତ ଏକାନ୍ତରେ ଯେଉଁ ପ୍ରେମପୂର୍ଣ୍ଣ ବାର୍ତ୍ତାଳାପ କରୁଥିଲ ଓ ଥଟ୍ଟା ମଜା କରୁଥିଲ, ତାହା ଆମ ମନରେ ମିଳନର ଆକାଂକ୍ଷା ଓ ପ୍ରେମ ଭାବକୁ ଅଧିକ ବଢ଼ାଇ ଦେଉଥିଲା। ତୁମେ ଆମକୁ ବାଙ୍କ ଚାହାଣୀରେ ଚାହିଁ ମୁରୁକି ମୁରୁକି ହସି ଦେଉଥିଲ ଏବଂ ଆମର ଆଖି ଲାଖି ରହୁଥିଲା ତୁମର ପ୍ରଶସ୍ତ ବକ୍ଷ ଉପରେ, ଯାହାକି ଲକ୍ଷ୍ମୀଙ୍କର ନିତ୍ୟ ନିବାସ। ସେହିଦିନୁ ଆମର ମିଳନ ଲାଳସା ବଢ଼ି ବଢ଼ି ଚାଲିଛି ଏବଂ ଆମ ମନ ତୁମଠାରେ ଲାଗିଯାଇଛି, ମୁଗ୍ଧ ହୋଇଯାଇଛି। ବ୍ରଜବନକସାଂ ବ୍ୟତିରଙ୍ଗତେ ବୃଜିନହ୍ୟନ୍ତ୍ୟଳମ୍ ବିଶ୍ୱମଙ୍ଗଳମ୍ ତ୍ୟଜମନାକ୍ च नस्त्वत्स्पृहात्मना स्वजनहृदृजां ୟନ୍ନିଷୂଦନମ୍। ହେ ପ୍ରିୟ, ବ୍ରଜ ବନବାସୀମାନଙ୍କର ସକଳ ଦୁଃଖ ଓ ତାପ ହରଣ କରିବା ନିମନ୍ତେ ତଥା ଜଗତର ମଙ୍ଗଳ କରିବା ନିମନ୍ତେ ହିଁ ତୁମର ଏହି ଆବିର୍ଭାବ ହୋଇଛି। ଆମ ହୃଦୟ ତ ତୁମକୁ ଭେଟିବା ଲାଳସାରେ ପରିପୂର୍ଣ୍ଣ ହୋଇ ରହିଛି। କିଛି ଟିକିଏ ଏପରି ଔଷଧ ଦେଇଦିଅ, ଯାହାଫଳରେ ତୁମର ଏହି ନିଜ ଲୋକଙ୍କ ହୃଦୟ ରୋଗ ଯେପରି ସମ୍ପୂର୍ଣ୍ଣ ନିର୍ମୂଳ ହୋଇଯିବ। ଯତେ ସୁଜାତ ଚରଣାମ୍ବୁରୁହଂ ସ୍ତନେଷୁ ଭୀତାଃ ଶନୈଃ ପ୍ରିୟଦଧି ମହୀକର୍କଶେଷୁ ତେନାଟ ବିମଟସିତଦ୍ବ୍ୟଥତେ ନ କିଞ୍ଚିତ୍ କୃପାଧିଭିଃ ଭ୍ରମତି ଧୀର୍ବପଦାୟୁଷାଂ। ତୁମ ଚରଣ କମଳ ଠାରୁ ବି କୋମଳ। ସେପରି ଚରଣରେ କାଳେ ଆଘାତ ଲାଗିଯିବ ବୋଲି ସେ ଦୁଇଟିକୁ ଆମେ ଆମ କଠିନ ସ୍ତନ ଉପରେ ଡରି ଡରି ବହୁତ ଧୀର ଭାବରେ ରଖୁ। ସେପରି କୋମଳ ପାଦରେ ତୁମେ ଏ ରାତି ବେଳଟାରେ ଘୋର ବନ ଭିତରେ ଲୁଚି ଲୁଚି ବୁଲୁଛ କିପରି? ଗୋଡ଼ି ପଥର ଆଦି ମାଡ଼ି ହୋଇ କ'ଣ ସେହି ପାଦକୁ ପୀଡ଼ା ହେଉନାହିଁ? କାଳେ ସେପରି ପୀଡ଼ା ହେବ ବୋଲି କେବଳ ଭାବିଦେଲେ କ୍ଷଣି ଆମ ମୁଣ୍ଡ ଘୂରେଇ ଦେଉଛି, ଆମର ଚେତା ବୁଡ଼ି ଯାଉଛି। ହେ ଶ୍ରୀକୃଷ୍ଣ, ହେ ଶ୍ୟାମସୁନ୍ଦର, ହେ ପ୍ରାଣନାଥ, ଆମର ଏହି ଜୀବନଟା କେବଳ ତୁମରି ପାଇଁ। ଆମେ ତୁମରି ପାଇଁ ବଞ୍ଚି ରହିଛୁ, ଆମେ କେବଳ ତୁମରି ପାଇଁ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ାୟାଂ ଗୋପୀଗୀତଂ ନାମୈକତ୍ରିଂଶୋऽଧ୍ୟାୟଃ। ଗୋପୀଙ୍କ ମେଳରେ ଶ୍ରୀକୃଷ୍ଣଙ୍କ ଆବିର୍ଭାବ ହୋଇଛି। ଇତି ଗୋପ୍ୟଃ ପ୍ରଗାୟନ୍ତ୍ୟଃ ପ୍ରଳପନ୍ତ୍ୟଶ୍ଚ ଚିତ୍ରଥା ରୁରୁଦୁ ସୁସ୍ୱରଂ ରାଜନ୍ କୃଷ୍ଣ ଦର୍ଶନ ଲାଳସାଃ। ହେ ପରୀକ୍ଷିତ, ଭଗବାନଙ୍କର ପ୍ରିୟା ଗୋପୀମାନେ ବିରହ ଆବେଶରେ ଏପରି ଭାବରେ ନାନା ପ୍ରକାର ଗୀତ ଗାଇ ପ୍ରଳାପ କରିବାକୁ ଲାଗିଲେ। ପ୍ରାଣପ୍ରିୟ ଶ୍ରୀକୃଷ୍ଣଙ୍କ ଦର୍ଶନ ଲାଳସାରୁ ସେମାନେ ନିଜକୁ ବିରତ କରିପାରିଲେ ନାହିଁ। ସେମାନେ କରୁଣ ସ୍ୱରରେ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ। ତାସାମାବିରଭୂଛୋରିଃ ସ୍ମୟମାନ ମୁଖାମ୍ବୁଜଃ ପୀତାମ୍ବରଧରଃ ସ୍ରଗ୍ବି ସାକ୍ଷାନ୍ମନ୍ମଥ ମନ୍ମଥଃ। ଠିକ୍ ସେତିକି ବେଳେ ଭଗବାନ ଶ୍ରୀକୃଷ୍ଣ ସେମାନଙ୍କ ମଧ୍ୟରେ ପ୍ରକଟ ହୋଇଗଲେ। ତାଙ୍କର ମୁଖମଣ୍ଡଳ ମନ୍ଦ ମନ୍ଦ ମୃଦୁହାସରେ ପ୍ରସନ୍ନ ଦିଶୁଥାଏ। ଗଳାରେ ଲମ୍ବିଥାଏ ବନମାଳା
ପିନ୍ଧିଥାନ୍ତି ପୀତାମ୍ବର। ତାଙ୍କର ସେହି ରୂପ କିପରି ହୋଇଥିଲା ଜାଣନ୍ତି? ତାହା ଥିଲା ସମସ୍ତଙ୍କ ମନକୁ ମନ୍ଥନ କରିପାରୁଥିବା, କାମଦେବଙ୍କ ମନକୁ ବି ମନ୍ଥନ କରିଦେବା ଭଳି। କୋଟି କୋଟି କାମଦେବଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର ଦିଶୁଥିବା ସେହି ପରମ ମନୋହର ପ୍ରାଣବଲ୍ଲଭ ଶ୍ୟାମ ସୁନ୍ଦର ଆସିଯିବା ଦେଖି ଗୋପୀମାନଙ୍କର ନେତ୍ର ପ୍ରେମ ଓ ଆନନ୍ଦରେ ଉତ୍ଫୁଲ୍ଲିତ ହୋଇଗଲା। ସେମାନେ ସମସ୍ତେ ଏକା ସାଥିରେ ଉଠି ଠିଆ ହୋଇଗଲେ। ଦେଖି ମନେ ହେଲା ସତେ ଯେପରି ପ୍ରାଣହୀନ ଶରୀରରେ ଦିବ୍ୟ ପ୍ରାଣ ସଞ୍ଚାର ହୋଇଗଲା। ଗୋବିନ୍ଦ ହରେ ଗୋପାଳ ହରେ ନଟନାଗର କାହ୍ନା ଶ୍ୟାମ ରେ। ଗୋବିନ୍ଦ ହରେ ଗୋପାଳ ହରେ ନଟନାଗର କାହ୍ନା ଶ୍ୟାମ ରେ। ଗୋବିନ୍ଦ ହରେ ଗୋପାଳ ହରେ ନଟନାଗର କାହ୍ନା ଶ୍ୟାମ ହରେ। ଗୋବିନ୍ଦ ହରେ ଗୋପାଳ ହରେ ନଟନାଗର କାହ୍ନା ଶ୍ୟାମ ହରେ। ଗୋବିନ୍ଦ ହରେ